ଫଳରେ ମୁଁ କ'ଣ ଗୋଟେ ଅଲିଫା ଯିବ ମିଶିଯିବି ଏଇ ବସୁଧିଆ ବକ୍ଷରେ ମୋର କ'ଣ ଏଇ ସଂସାର ମଧ୍ୟରେ ଆଉ ନାହିଁ ଅଭିନୟ ତୁମକୁ ଦିନ ରାତି ଡାକି ଡାକି ମୁଁ କ'ଣ ପାଇଲି କ'ଣ ପାଇଲି ଆଜିଠାରୁ ମୁଁ ତୁମକୁ କେବେ ବି ଡାକିବିନି ଠାକୁର କେବେ ବି ଡାକିବିନି ଆଜିଠାରୁ ତୁମରି ନାଁରେ ମୁଁ କରିବି ପ୍ରଚାର ତୁମେ ହେଉଛ ଗୋଟେ ମିଛୁଆ ଠାକୁର ହରିଶଙ୍କର ଭାଇ ହରିଶଙ୍କର କେବେ ମିଛୁଆ ନୁହନ୍ତି ସ୍ୱାମୀ ସେ ହେଉଛନ୍ତି ସତ୍ୟର ଠାକୁର ସ୍ୱାମୀ ତମେ ଜାଣିଛ କାଲି ରାତିରେ ମୁଁ ତାଙ୍କୁ ପ୍ରତ୍ୟକ୍ଷରେ ଦର୍ଶନ କରିଛି ସ୍ୱାମୀ ଖାଲି ସେତିକି ନୁହେଁ ସାବରିମାଳା ପର୍ବତ ଶିଖରେ ଅଛି ମଣିକେଦାର ବୃକ୍ଷ ସେ ବୃକ୍ଷ ମୂଳେ ଅଛି ଆମରି ସନ୍ତକ ତେଣୁ ମୁଁ ନିଷ୍ପତ୍ତି ନେଇଛି କାଲି ପ୍ରଭାତରୁ ଯିବି ସେଇ ସାବରିମାଳା ପର୍ବତ ଶିଖର ତୁମେ ସତ୍ୟ କହୁଛ ସ୍ୱାମୀ ପ୍ରଭୁ ହରିଶଙ୍କର ତୁମକୁ ଦେଖାଦେଲେ ହଁ ମୁଁ ପ୍ରତ୍ୟକ୍ଷରେ ଦର୍ଶନ କରିଛି ସ୍ୱାମୀ ମୁଁ ତୁମ ସଙ୍ଗରେ ଯିବି ସ୍ୱାମୀ ମୁଁ ତାଙ୍କୁ ଟିକେ ଦେଖି ଆସିବି ଆରେ ବାବା ତମେ ସେଠାକୁ ଯାଇପାରିବ ନାହିଁ କିନ୍ତୁ କାହିଁକି ନା ସେଠାରେ ବହୁତ ହିଂସ୍ର ଜନ୍ତୁ ମାନେ ଅଛନ୍ତି ଦେଖିଲେ ତମେ ଭୟ କରିବ ସ୍ୱାମୀ ମାନ ମୋର ଗିର ଆରେ ପ୍ରିୟା ମୋର ନ ଯାଅ ପର୍ବତ ଶିଖର न जाओ पर्वत शिखर त्रिपुरार नारी से माया असुरी तियारी माया नगर होइछि निष्ठुर निष्ठुर हस्ते धरी अछि अस्त्र तार होइछि निष्ठुर प्रतिशोध तार नेबा पाई होई माया ममता दे जला चली हस्ते धरी अछि अस्त्र तार प्रभु हरि शंकर प्रभु हरि शंकर मारिबे निश्चय से असुर प्रभु हरि शंकर महाराज आपण कहिबा वृथा मुख रथ गज पाट पटुआर सब प्रस्तुत करी सरिछि आपण विषय खोले सत्रटा अनुकूल हेबो ठीक अच्छे सेनापति तमें अशोक जथाटा सजाई दियो काली प्रभातरू जीवा आम से साबरीमाला पर्वत किंतु स्वामी आपण से विपद जाके नगले हो जो जगार हिंस्र जंतुकर खेल मो मतरे से जगह को नगले भल हाँ स्वामी अरे तुम्हें भय करूँ लिभा मुझे क्षत्रिय संतान स्वामी क्षत्रियर रक्त मो देह ही प्रभावित हो भय लगे मते शुणी तुम ठारू राक्षसीर खेल घर
ତୁମେ ଅପେକ୍ଷା କର, ମୁଁ ଖୁବ୍ ଶୀଘ୍ର ତୁମ ନିକଟକୁ ଫେରି ଆସିବି। ତୁମେ ପ୍ରଭୁ ହରିଶଙ୍କ ପାଦ ତଳେ ଜାଳୁଥାଅ ଦୀପାଳି, ତୁମେ ମୁଁ ଖୁବ୍ ଶୀଘ୍ର ତୁମ ନିକଟକୁ ଫେରି ଆସିବି। ତୁମେ ଶୀଘ୍ର ଫେରି ଆସିବ ସ୍ୱାମୀ, ହଁ ଲିଭା। ଶୀଘ୍ର ଫେରି ଆସିବ। ଆସ ସେନାପତି, ମହାରାଜ ଆମେ ଯିବା ସେଇ ସାବରିମାଳା ପର୍ବତ ଶିଖରେ। ଚାଲନ୍ତୁ ବାର ମୁଁ ଆସୁଛି ଲିଭା। ଠିକ ଅଛି ସ୍ୱାମୀ। ହଁ ମୁଁ ଏବେ ଆସୁଛି। ସେନାପତି, ସେନାପତି, ହଁ ମହାରାଣୀ, ତୁମେ ମହାରାଜଙ୍କ ପାଶେ ପାଶେ ଥିବ ସେନାପତି। ହଁ ମୁଁ ନିଶ୍ଚୟ ଥିବି ମହାରାଜ। ମୁଁ ଯାଉଛି ପ୍ରଭୁ ହରିଶଙ୍କରଙ୍କ ପାଦ ତଳେ ଆଳତି ଦୀପାଳି ଜାଳି ମୋ ସ୍ୱାମୀଙ୍କର ମଙ୍ଗଳ କାମନା କରେ। ମୁଁ ଆସୁଛି ସେନାପତି, ମହାରାଣୀ, ମୁଁ ଆସୁଛି। ମହାରାଣୀ ମହାରାଣୀ ହଳଦୀ ହଳଦୀ ଜଳିବ ରଡ଼ି ରଜଟ କଳେ ଫେରିବ 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 ସେ ଅସଠ ତୋର ଅସରେ ରହିଯିବ ରାଣୀ ଘର ମୋ ପଥରେ ହଳଦୀ ଦୀପାଳି ଛଳିଲେ ଛଳିଲେ ହୁଏ ତ ତୁମେ କଳଙ୍କ ପଥରୁ ଦୂରେଇ ଦୂରେଇ ନଈ ପଡ଼ିଯିବ ଯେତିକି ବେଳେ ପିଠା ମାରିବ ସେତିକି ବେଳେ ସେନାପତି ବାବୁ, ମୋତେ ଲାଗୁଛି ଦିନେ ନା ଦିନେ ସପନ ଗୁଡ଼ାକ ସରି ସରି ଆମ ହାତ ମୁଠାକୁ ଚାଲି ଆସେ। ସ୍ୱପ୍ନ ଗୁଡ଼ାକ ଦିନେ ବାସ୍ତବରେ ପୂର୍ଣ୍ଣ ହୋଇଥାଏ ହେଇଥାଏ ଯେ ତା ଛଡ଼ା ତୁ ମନେ ରଖିବ ଦରକାର ମୋ ସଂଘର ସହିତ ମୋ ସଂକଳ୍ପ ପୂର୍ଣ୍ଣ କରିବା ପାଇଁ ମୋ ସଦା ସର୍ବଥା ଶତ୍ରୁମାନଙ୍କ ମଥାରେ ଚଳିଥାଏ ମଗ୍ନିର ବିପ୍ଳବ କିନ୍ତୁ ସେ ରାଣୀଟା ବଞ୍ଚିଥିଲା ଯାକ ଆପଣଙ୍କ ଆଶା ଆଶାରେ ହିଁ ରହିଯିବ। ସେ ରାଣୀଟାକୁ ନା ମୋର ଭାରି ଭୟ। ରାଣୀଠାକୁ ଭୟ? ଆରେ ଭୟ କରୁଛୁ? ଭୟ ପାଖ ଘମରିଲେ ଶିଗର ଖୋଜେ ଆଉ ଥରେ ଛତି ଏ ଶଙ୍କରଟା ଘମରିବ ଖାଲି শয়তান সচেতন শয়তান বাঘো 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 ছাড়ো নারী ঠাকুর আমি ছাড়ো নারী ঠাকুর মো ঘর ভয় ভরি ভয় তোর হই রহিবি মৌন ତାମାନେ ଆପଣ କହିବା ଅନୁସାରେ ଏ ରାଜ୍ୟ ଶାସନ ଏ ସବୁ ଆମର। ସବୁ ହେବ ମୋର ନରଖିବି କାରରେ ସବୁ পাতি প্রতিপতি জয় মোহর পাতি প্রতিপতি জয় মোহর শির চন্দ্রে খড়গে নফেরি মরথ সঙ্গল মথরু কলাপতি কার চক্র কপালরু
ସପନ ଭାବନା ପୂରଣ ହେବ ବ୍ରଜର ସେନାପତି ବାବୁ ଘୋଡ଼ାସ ଆମର ରଜା ହେବେ ତ ଯେ ଖାଲି ରଜା ନୁହେଁ ମହାରାଜା ହେବେ ହରେଛା କିନ୍ତୁ ସେ କଥା ମନେ ରଖିଥିବେ ଆମେ କୋଉ କଥା ଆପଣ ରଜା ହେଲେ ତା ତଳଟାକୁ ମତେ ଦେବେ ଦେବୀ ମୋ ତତେ ମହାମନ୍ତ୍ରୀ ପଦ ଉଠା ମହାମନ୍ତ୍ରୀ କଟାସ କଟେଇ ମୋ ହେବି ନୂତନ ସମ୍ରାଟ ଶଙ୍କର ସହିତ ଆଉ ମୁଁ କଟାସ କଟେଇ ମହାମନ୍ତ୍ରୀ କଣ ମହାମନ୍ତ୍ରୀ କଟାସ କଟେଇ ଭାଇବ ଭାଇବ ଗୋଟାସ ଆଜ୍ଞା ଭାରି ଖୁସି ମହାମନ୍ତ୍ରୀ ପଦ ଉଠା ପାଇବ ହେଲେ ତା ପୂର୍ବରୁ ମୋ ସହିତ ଜଙ୍ଗଲକୁ ଯିବାକୁ ପଡ଼ିବ ଜଙ୍ଗଲ ମଧ୍ୟ ଆମେ ଜଙ୍ଗଲ ମଧ୍ୟକୁ ତତେ ଯିବାକୁ ପଡ଼ିବ ସେଠି ଗଲେ କ'ଣ ହବ ଆମେ ସେଠାରେ ରଜଟାକୁ କପଡ଼େ ବଧ କରି ଅଯୋଧ୍ୟା ଫେରିବାକୁ ପଡ଼ିବ ଆଜ୍ଞା ଆଉ ସେଠାରେ ତୁ ଦେଖିବୁ ତୁ ଆଖି ପୁରା କ'ଣ କାହା ଆମେ ଦେଖିବୁ କ'ଣ ଦେଖିବି କାହାକୁ ଦେଖିବି କଳାବତୀ 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 ସେ କଳାବତୀଟାକୁ ଦେଖିବାକୁ ନା ମୋର ଭାରି ଇଚ୍ଛା ସେ ତାର କେତେଟା ଗୋଡ଼ ଆଉ ତାର କେତେଟା ହାତ ଆଉ ତାର କେତେଟା ରଛରୁଣ ସେନଟାକୁ କପଟରେ ବଦ୍ଧ କରିବାକୁ ନହିଲେ ଅବସାଟା ମୋର ଅସାରେ ରହିଯିବ ମୁଁ ହେବାକୁ ଚାହେଁ ନୂତନ ସମ୍ରାଟ 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 ଶଙ୍କର ସହିତ